ଇଏ ହେଉଛି ମୋର ଲଟା କନିଆରୀର ଗଛ। ପାଖାପାଖି 2.5 ବର୍ଷ ତଳେ ଏହି ଗଛଟିକୁ ମୁଁ ନର୍ସରୀରୁ ଆଣିଥିଲି। ବର୍ତ୍ତମାନ ଏହି ଗଛରେ ବହୁତ ସୁନ୍ଦର ଭାବେ ମୋର ଫୁଲ ଫୁଟୁଛି। ଏହାର ଡାଳକୁ ମଧ୍ୟ ମୁଁ ବହୁତ ଥର ଲଗେଇଛି ଆଉ ସେଥିରୁ ଗଛ ମଧ୍ୟ ପ୍ରସ୍ତୁତ କରିଛି। କିଛିଟା ନିଜେ ରଖିବା ସହିତ ଆଉ କିଛି ଅନ୍ୟମାନଙ୍କୁ ମଧ୍ୟ ଦେଇଦେଇଛି। ଏହାର ଡାଳ ଲଗେଇବା କିଛି କଷ୍ଟକର ନୁହେଁ ମ। ଯଦି ଆପଣଙ୍କ ପାଖରେ ଏହି ଲଟା କନିଆରୀ ଗଛଟି ନାହିଁ ତାହେଲେ ପାଖ ଆଖରେ ଯେଉଁଠି ଗଛ ଦେଖୁଛନ୍ତି ତାର ଗୋଟେ ପେନ୍ସିଲ ଭଳି ମୋଟା ଡାଳଟେ ନେଇ ଆସନ୍ତୁ। ସେଇ ଡାଳକୁ ଆପଣ ଟିକେ ତେଛା କରିକି କାଟି ଦିଅନ୍ତୁ। ଏମିତି ଡାଳ ଯେମିତିକି ସେଥିରେ 3ରୁ 4ଟି ଗଣ୍ଠି ଏରିଆ ରହିବ। ଏହାପରେ ପ୍ଲେନ୍ ବାଲି ଆପଣ ନେଇ ଆସନ୍ତୁ ଆଉ ସେଇ ବାଲିରେ ଏହି ଡାଳ ଗୁଡିକୁ ଲଗେଇ ଦିଅନ୍ତୁ। ମନେ ରଖନ୍ତୁ ବାଲି ଗୁଡିକୁ ପ୍ରଥମେ ଧୋଇବେ ତାପରେ ୟୁଜ କରିବେ, କାହିଁକି ନା ବାଲିରେ ଟିକେ ଲୁଣିଆ ଅଂଶ ଥାଏ ଯାହା ଫଳରେ କି ଆମ ଡାଳ ଖରାପ ମଧ୍ୟ ହେଇଯାଇପାରେ। ଏଇଠି ଦେଖନ୍ତୁ ମୁଁ ମଧ୍ୟ ସେଇ ମେଥଡରେ ଏଇଠି କିଛିଟା ଡାଳ ଲଗେଇଥିଲି ଆଉ ବର୍ତ୍ତମାନ ଏଥିରେ ବହୁତ ସୁନ୍ଦର ଭାବେ ଚେର ଆସିଯାଇଛି। ଆପଣମାନେ ମଧ୍ୟ ଏଇଭଳି ଭାବେ ଲଟା କନିଆର ଡାଳ ବହୁତ ସହଜରେ ଲଗେଇ ପାରିବେ ଆଉ ମାସକ ଭିତରେ ସେଥିରେ ଚେର ମଧ୍ୟ ଆଣିପାରିବେ। ଡିଟେଲ ଭିଡିଓଟି